ତ ଅନୁଭୂତ ହେଉଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ କିଛି ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଶୀତ ପ୍ରକୋପ କମିବାର ନାଁ ଧରୁନାହିଁ। କେବଳ ଏହି ଜିଲ୍ଲାଗୁଡ଼ିକ ନୁହେଁ, ବରଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ରାତି ତାପମାତ୍ରା କମିବା ଦ୍ୱାରା ପ୍ରବଳ ଶୀତ ଅନୁଭୂତ ହେଉଛି। ଚଳିତ ବର୍ଷ ପ୍ରଚଣ୍ଡ ଶୀତ ଅନୁଭୂତ ହେବାରୁ କିଛି ସ୍ଥାନରେ ଶୀତ ରେକର୍ଡ ଭାଙ୍ଗିଛି, ଆଉ କିଛି ଜିଲ୍ଲା ଶୀତ ରେକର୍ଡରେ ଯୋଡ଼ି ହୋଇଛି। ଚଳିତ ବର୍ଷ ଝାରସୁଗୁଡ଼ାରେ 73 ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଅନୁରୂପ ଭାବେ ଭୁବନେଶ୍ୱରରେ 22 ବର୍ଷର ଶୀତ ରେକର୍ଡ ଭାଙ୍ଗିଥିବା ବେଳେ କଟକରେ 23 ବର୍ଷର ସବୁଠୁ ଥଣ୍ଡା ରାତି ଥିଲା ଜାନୁଆରୀ 8 ରାତି। ଜାନୁଆରୀ 9 ରାତିରେ ରାଉରକେଲାରେ 3.6 ଡିଗ୍ରୀ ପାରଦ ଛୁଇଁବା ଦ୍ୱାରା ଶୀତ ଇତିହାସରେ ରାଉରକେଲା ଯୋଡ଼ି ହୋଇଛି। ସେପରି ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା 6 ଡିଗ୍ରୀ ଛୁଇଁଛି। ଏହାଦ୍ୱାରା ଅନୁଗୁଳ ଜିଲ୍ଲା ଇତିହାସରେ ଜାନୁଆରୀର ତୃତୀୟ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ ହୋଇଛି। ଆଉ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବାରୁ ଶୀତ ପ୍ରକୋପ ଲାଗି ରହିଛି। ଆସନ୍ତା 24 ଘଣ୍ଟା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାକୁ ଶୀତ ଲହରୀ ସତର୍କତା ଜାରି ହୋଇଛି। ରାଜ୍ୟରେ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ସକ୍ରିୟ ଅବପାତର ବାହ୍ୟ ବଳୟ ସହ ଜଡ଼ିତ ମେଘ ସମୂହର ଆଚ୍ଛାଦନ ବୃଦ୍ଧି ଯୋଗୁଁ ଅନେକ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ଦ୍ୱାରା ଶୀତ ପ୍ରକୋପ କମିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ରାତି ତାପମାତ୍ରା 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ଘୁ ଉଦୟଗିରିରେ ପାରଦ 3.2 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡିରେ 6.5, ଫୁଲବାଣୀରେ 6, ଶିମିଳିଗୁଡ଼ାରେ 6.2, ଝାରସୁଗୁଡ଼ାରେ 4.5, ରାଉରକେଲାରେ 4.1, କିରେଇରେ 5.8, ଅନୁଗୁଳରେ 6, ଚିପିଲିମାରେ 5.5, ଭୁବନେଶ୍ୱରରେ 9.2 ଏବଂ କଟକରେ 9 ଡିଗ୍ରୀ ରେକର୍ଡ ହୋଇଛି। ବ୍ୟୁରୋ ରିପୋର୍ଟ, ବିଚିତ୍ର ଦୁନିଆ।